ପିଲାମାନେ ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ଦ୍ୱିତୀୟ ଶ୍ରେଣୀ ଝୁଲଣା ଯାହାକି ଭାଷା ଓ ପରିବେଶ ସମ୍ବନ୍ଧିତ ପାଠ୍ୟପୁସ୍ତକର ମାଙ୍କଡ଼ ଖାଇବ କାଙ୍କଡ଼ ଝୋଳ ଟିକୁ ଆମେ ଆଲୋଚନା କରିବା। ତେଣୁ ଆରମ୍ଭରୁ ଶେଷ ଯାଏଁ ପିଲାମାନେ এই ଭିଡ଼ିଓଟିକୁ ଦେଖି ବୁଝିବା ପାଇଁ ଚେଷ୍ଟା କର। କାହିଁକି ନା ଯଦି ଭଲ ଭାବରେ ବୁଝିବ ତାହେଲେ ପ୍ରଶ୍ନର ଉତ୍ତର ଦେଇପାରିବ। ତେଣୁ ମୁଁ ଯାହା କହୁଛି ଧ୍ୟାନ ସହକାରେ ବୁଝିବା ଏବଂ ମନେ ରଖିବା। ପିଲାମାନେ ପାଠର ନାଁ ହେଉଛି ମାଙ୍କଡ଼ ଖାଇବ କାଙ୍କଡ଼ ଝୋଳ। ମାଙ୍କଡ଼ ଖାଇବ କାଙ୍କଡ଼ ଝୋଳ। ପିଲାମାନେ ତୁମେ ମାଙ୍କଡ଼ ଦେଖିଛ? ମାଙ୍କଡ଼ କାଙ୍କଡ଼ ଖାଇବା ପାଇଁ ଇଚ୍ଛା କରିଛି। ସେଇଭଳି କବିତାଟିକୁ ଆମେ ଆଜି ପଢ଼ିବା। ଦେଖ ପିଲାମାନେ ପ୍ରଥମେ ଛବି ଦେଖିବା। ପାଠ 1ର ଛବି ଦେଖିଲ। ଏଠି କ'ଣ କରୁଛନ୍ତି ପିଲାମାନେ ଦେଖ। ଏଠାରେ ସବୁ ଜିନିଷ ବିକା ଯାଉଛି ନାଇଁ। ଦେଖ କ'ଣ କ'ଣ ବିକା ଯାଉଛି, କ'ଣ ବିକ୍ରି ହୁଏ। ଦେଖ ଏଠି ଲୋକଟି କ'ଣ ବିକୁଛି, ସପୁରୀ, ଆମ୍ବ, ଅଙ୍ଗୁର, କଦଳୀ, ଫଳ ବିଭିନ୍ନ ପ୍ରକାର ପଇଡ଼ ସବୁ ବିକ୍ରି କରୁଛି। ଏସବୁ କେଉଁଠାରେ ବିକ୍ରି ହୁଏ ପିଲାମାନେ ଜାଣିଛ? ଏସବୁ ହାଟରେ ବିକ୍ରି ହୁଏ। ତୁମମାନେ ସବୁ ଜାଣିଛ, ହାଟକୁ ଯାଇଛ, ବଜାରକୁ ଯାଇଛ, ତାହେଲେ ଏସବୁ ବିକ୍ରି ହୁଏ। ଏଇଠି ଦେଖ, ଏଠାରେ ସ୍ତ୍ରୀ ଲୋକଟି କ'ଣ ବିକ୍ରି କରେ? ସ୍ତ୍ରୀ ଲୋକଟି ପନିପରିବା ବିକ୍ରି କରେ। ତୁମମାନେ ଜାଣିଛ ପନିପରିବା କାହାକୁ କୁହାଯାଏ? ପରିବା କାହାକୁ କୁହାଯାଏ? ତେଣୁ ଏଠାରେ ବାଇଗଣ, ଟମାଟୋ, ବୋଇତାଳୁ, କଖାରୁ, ଲଙ୍କା ଏସବୁ ବିକ୍ରି କରନ୍ତି। ଦେଖିଲ ପିଲାମାନେ, ତୁମେ ସବୁ ବଜାରକୁ ଯାଇଛ ବାପାଙ୍କ ସାଙ୍ଗରେ, ମାଆଙ୍କ ସାଙ୍ଗରେ, ଆମେ ଦେଖିଛେ। ତେଣୁ ଯଦି ଯେଉଁମାନେ ଯାଇନ ଭଲ ଭାବରେ ଦେଖିବ ବଜାରରେ କ'ଣ କ'ଣ ସବୁ ବିକ୍ରି ହୁଏ। ପନିପରିବା କେଉଁଠାରେ ବିକ୍ରି ହୁଏ? ଆମେ ଜାଣିଲେ ବଜାରରେ ପନିପରିବା ବିକ୍ରି ହୁଏ। ଆମେ ବର୍ତ୍ତମାନ ଏହି କବିତାଟିକୁ ପଢ଼ିବା। ଦେଖ ପିଲାମାନେ, ମାଙ୍କଡ଼ କହିଲା ବାପାଙ୍କୁ ଦିନେ, କାଙ୍କଡ଼ ଖାଇବି ଭାବିଛି ମନେ। ପାଇଲେ ଟଙ୍କା ଦୋକାନରୁ କିଣି ଆଣିବି ଲଙ୍କା। କାଙ୍କଡ଼ କାଟି ଜିରାକୁ ବାଟି ଛୁଙ୍କ ଦେଇ ତୁମେ ଝୋଳ କରିଦେବ। ହେଲେ ମାଙ୍କଡ଼ କ'ଣ କହିଲା? ମାଙ୍କଡ଼ ବାପାଙ୍କୁ ଦିନେ କହିଲା, କାଙ୍କଡ଼ ଖାଇବି ବାପା। ବାପା, ମୁଁ କାଙ୍କଡ଼ ଖାଇବାକୁ ମୋର ଭାରି ଇଚ୍ଛା ହୁଏ। ତେଣୁ କ'ଣ କରିବି ନା ଟଙ୍କା ପାଇଲେ ମୁଁ ଦୋକାନରୁ କିଛି କାଙ୍କଡ଼ କିଣି ଆଣିବି, ଆଉ କିଛି ଲଙ୍କା କିଣି ଆଣିବି। କାଙ୍କଡ଼ କାଟିବି, ତାକୁ ଜିରାକୁ ବାଟିବି। ଜିରାକୁ ବାଟି ଛୁଙ୍କ ଦେଇ ତୁମେ ଝୋଳ କରିଦେବଟି। ଲାଗିବ ସ୍ୱାଦ, ଖାଇବି ଚାଟି। ବାପା, ତମେ ଯଦି ଜିରା ବାଟି ଛୁଙ୍କ ଦେଇ ଝୋଳ କରିଦେବ ତାହେଲେ ମୁଁ ସେଇ କାଙ୍କଡ଼କୁ ଚାଟି ଚାଟି ଖାଇବି ବୋଲି ମାଙ୍କଡ଼ଟି କହିଛି। ମାଙ୍କଡ଼ଟି କାହାକୁ କହିଛି? ବାପାଙ୍କୁ କହିଛି। କ'ଣ କହିଛି? ମାଙ୍କଡ଼ଟି କହିଛି, ବାପା ତୁମେ ମୋ ପାଇଁ କାଙ୍କଡ଼ଟିଏ ଆଣିଦିଅ। କାହିଁକି ନା କାଙ୍କଡ଼ ଖାଇବାକୁ ମୋର ଭାରି ଇଚ୍ଛା। ତେଣୁ ମୋ ପାଇଁ କାଙ୍କଡ଼ ଆଣିଦିଅ ବଜାରରୁ ଏବଂ ଜିରାକୁ ବାଟି ତାକୁ ଛୁଙ୍କ ଦେଇ ଭଲ ଭାବରେ ଝୋଳ କରିଦେବ। କାଙ୍କଡ଼ ଝୋଳ ଆମେ ମିଶି ଖାଇବା ବୋଲି ବାପାଙ୍କୁ କହିଛି। କିଏ କହିଛି? ମାଙ୍କଡ଼ କହିଛି। ଦେଖ ପିଲାମାନେ, ଏଇ ଛବିରେ କ'ଣ ଦେଖୁଛ? ମାଙ୍କଡ଼ଟି ବହି ପଢ଼ୁଛି। ଆଉ ଏକ ମାଙ୍କଡ଼ ପାଖରେ ବସିଛି। ତା ମା ସେଠାରେ ଅଛି। ଏତିକି ବେଳକୁ ଡାକିଲେ ମା, ଶୁଣୁଥାରେ ପୁଅ କହୁଛି ଯାହା। ବଜାର ଯିବି ପରିବା ସଉଦା କିଣି ଆଣିବି, କରି ରୋଷାଇ ଦେବି ଖୁଆଇ, ଅଝଟ ହୁଅନା ଧନ ସଂଖାଳି। ପାଠ ପଢ଼ି ସାରି ଖେଳୁଥା ଯାଇ। ମା କହୁଛି କ'ଣ? ଯେତେବେଳେ ମାଙ୍କଡ଼ଟି କହିଛି, ବାପା ମୋ ପାଇଁ କାଙ୍କଡ଼ ଆଣିଦିଅ,
ଜିରା ମସଲା ବାଟି ଝୋଳ କରିଦିଅ। ଏକଥା ଶୁଣି ମା କହିଲେ, ଆରେ ପୁଅ, ମୁଁ ଯାହା କହୁଛି ଶୁଣ। ବଜାରକୁ ଯିବି, ପରିବା ସଉଦା କିଣି ଆଣିବି, ରୋଷେଇ କରିଦେବି, ଖୁଆଇ ଦେବି। ଅଝଟ ହୁଅନା ଧନ। ମାନେ ମା ମାନେ ତାଙ୍କ ପିଲାମାନଙ୍କୁ ଏଇଭଳି ସମ୍ବୋଧନ କରନ୍ତି। ଆରେ ଧନ ସଂକାଳୀ, ଅଝଟ ହୁଅ ନାହିଁ। ଏଭଳି ମଜାରେ, ମାନେ ତାକୁ ଖୁସି କରିଲା ଭଳି ସ୍ନେହରେ ତାକୁ କହନ୍ତି। ଧନ ସଂକାଳୀ, ଅଝଟ ହୁଅନା ବୋଲି ବୁଝାଇ ଦିଅନ୍ତି। ପାଠ ପଢ଼ିସାରେ ତୁ ଖେଳୁଥା। ପାଠ ପଢ଼ିସାରି ଯା, ଖେଳିବୁ ଯା। ଆସିଲେ ମୁଁ ବଜାରକୁ ଯିବି, ବଜାରରୁ ଆଣି ତୋ ପାଇଁ ଝୋଳ କରିଦେବି। ହେଲେ ଆମେ କ'ଣ ଜାଣିଲେ ପିଲାମାନେ? ବଜାରରେ ଜିନିଷ ବିକ୍ରି ହୁଏ। ମା କାହାକୁ କହିଲେ? ମା ମାଙ୍କଡ଼କୁ କହିଲେ। କ'ଣ କହିଲେ? ଅଝଟ ହୁଅନା, ମୁଁ ନିଶ୍ଚିତ ଭାବେ ତୋ ପାଇଁ ଆଣିଦେବି, ଆଉ ତୋତେ ଝୋଳ କରି ଖୁଆଇଦେବି। ଏ କଥା ବୁଝାଇଲେ। ଆଉ କ'ଣ କହିଲେ? କହିଲେ ତୁ ଯା, ପାଠ ପଢ଼େ। ପାଠ ପଢ଼ିସାରି ଖେଳିବାକୁ ଯା। ମୁଁ ଆସିଲେ ରୋଷେଇ କରିଦେବି, ସବୁ ମିଶିକି ଖାଇବା। ଏ କଥା କହିଲେ। ତାପରେ କ'ଣ ହେଲା ଦେଖିବା। ମାଙ୍କଡ଼ ଖାଇବ କାଙ୍କଡ଼ ଝୋଳ। କବିତାଟି ସମ୍ପୂର୍ଣ୍ଣ ହୋଇଯାଇଛି। ଦେଖ, ଏହି କବିତାରେ ମାଙ୍କଡ଼ ଆଉ ତାର ମା ବସି ଏକାଠି କରି ଖାଆନ୍ତି। ତେଣୁ କବିତାଟି କ'ଣ? ମାଙ୍କଡ଼ ଖାଇବ କାଙ୍କଡ଼ ଝୋଳ। ମାଙ୍କଡ଼ କାଙ୍କଡ଼ ଝୋଳ ଅତି ପ୍ରିୟ। ତେଣୁ ମାଙ୍କଡ଼କୁ କାଙ୍କଡ଼ ଅତି ଝୋଳ ପ୍ରିୟ। ତେଣୁ ସେଇ ଝୋଳ ପ୍ରିୟ ଯୋଗୁଁ ତା ମା ତା ପାଇଁ ବଜାରକୁ ଯାଇ କିଣି ଆଣିଲା ଏବଂ ରୋଷେଇ କଲା। ରୋଷେଇ କରି ତାକୁ ଖାଇବାକୁ ଦେଲା। ସମସ୍ତେ ମିଳିମିଶି ଖାଇଲେ। ବର୍ତ୍ତମାନ ଆମେ ଏହି ପାଠର ଅଭ୍ୟାସ ପ୍ରଶ୍ନୋତ୍ତରକୁ ଆଲୋଚନା କରିବା। ପିଲାମାନେ ବୁଝିଲ? ଏବେ ଉତ୍ତର ତୁମେ କୁହ। ଆସ କଥା ହେବା। ତୁମେ ଅଝଟ ହେଲେ ତୁମକୁ କିଏ ବୁଝାନ୍ତି? ତୁମେ ଜାଣିଛ ପିଲାମାନେ, ଅଝଟ ହେଲେ ଆମକୁ ବାପା ମା ବୁଝାଇ ଦିଅନ୍ତି। ଖ ନମ୍ବରରେ କ'ଣ ଅଛି? ଘରେ ତୁମକୁ ପାଠ ପଢ଼ା ବେଳେ କିଏ ସାହାଯ୍ୟ କରନ୍ତି? ଆମକୁ ପାଠ ପଢ଼ାରେ ବାପା ମା ସାହାଯ୍ୟ କରନ୍ତି। ଗ ନମ୍ବର ପ୍ରଶ୍ନ, ବଜାରକୁ ତୁମେ କାହା ସହ ଯାଅ? ବଜାରକୁ ଆମେ କାହା ସାଙ୍ଗରେ ଯାଉ? ବଜାରକୁ ଆମେ ବାପା ମା ବଡ଼ ଭାଇ ସାଙ୍ଗରେ ଯାଉ। ଘ ନମ୍ବର ପ୍ରଶ୍ନ, ତୁମେ କେଉଁ କାମରେ ବାପା ମାଙ୍କୁ ସାହାଯ୍ୟ କର? ପିଲାମାନେ ତୁମେ ଦେଖିଛ ବାପା ମାଙ୍କୁ କେଉଁ କାମରେ ସାହାଯ୍ୟ କରିଛ? ନା, ବାପା ମାଙ୍କୁ ଆମେ ଘର ସଫା କରିବାରେ, ପାଣି ଆଣିବାରେ, ରୋଷେଇ କାମରେ ସାହାଯ୍ୟ କରୁ। ତୁମେ କେଉଁ ସବୁ ସଉଦା ଦୋକାନରୁ ଆଣିଥାଅ? ଆମେ ଡାଲି, ଚାଉଳ, ଚିନି, ଅଟା, ସୁଜି, ଏସବୁ ବିଭିନ୍ନ ପ୍ରକାର ପନିପରିବା, ଫଳ ଦୋକାନରୁ ଆଣିଥାଉ। ଏଠାରେ ଦେଖ 2 ନମ୍ବର ପ୍ରଶ୍ନ, ଦେଖ ଓ ଲେଖ। ଏଠି ଲେଖା ହେଇଛି ଅଙ୍କ ଆଉ ଅଙ୍କ। ଅଙ୍କ ଲେଖିଦେବା ଆମେ। ଏଇ 3 ଗାର ମଝିରେ ଆମେ ଅଙ୍କ ସୁନ୍ଦର ଭାବରେ ଲେଖିବା। ସୁନ୍ଦର କରି ଆମେ 3 ଗାରରେ ଲେଖିବା। 3 ଗାରରେ ଆମେ ଲେଖିବା। ବହୁତ ସୁନ୍ଦର କରି ଆମେ ଲେଖିପାରିବା। ଅଙ୍କ ଏଭଳି ଆମେ ଲେଖିବା। ଅଙ୍କ ମଧ୍ୟ ଲେଖିବା। 3 ନମ୍ବର ଚିତ୍ର ଦେଖି ଖାଲି ଘର ପୂରଣ କର। ଏଠି ଲେଖାଯାଇଛି, ଚିତ୍ର ଦେଇଛି କ ଡ୍ୟାସ୍ ଡା। କ'ଣ ଲେଖିବା ଆମେ? କଙ୍କଡ଼ା। କଙ୍କଡ଼ା ଲେଖିବା। ଏଠି ଛବି ଦେଇଛି ଶଙ୍ଖ, ସ ଦେଇଛି। କ'ଣ ଲେଖିବା? ଏଠି ଅଙ୍କ ଗୋଟେ ଲେଖିଦେବା। ଶଙ୍ଖ। ଏଠି ଅଙ୍କ, କଙ୍କଡ଼ା। ଏଠି କ ଦେଇଛି। କ'ଣ ଲେଖିବା? କଙ୍କି। କଙ୍କି ଲେଖିବା। ଇଙ୍କି ଗୋଟେ ଲେଖିଦେଲେ
କାମ ସରିଲା। ଏଇଠି ଦେଇଛି ମା ଡ୍ୟାସ୍ ଡ ମାଙ୍କଡ଼। କାହାର ଛବି? ମାଙ୍କଡ଼ର ଛବି। ତେଣୁ ମାଙ୍କଡ଼ ତାର ଅଙ୍କଟି ଲେଖିଦେବା। ଏଇଟା କାହାର ଛବି? ପଙ୍ଖା। ତେଣୁ ପ ଲେଖା ହେଇଛି। ଏଠି ଆଙ୍ଖା ଛଡ଼ା ହେଇଛି। ଅଙ୍କ ଆକାରରେ ଆଙ୍ଖା। ଏଠି ଲେଖିବା ପଙ୍ଖା। ଏଠି ପାଚିଲା ଲଙ୍କା ଅଛି। ତେଣୁ ଲ ଦେଇଛି। ଆଉ ଗୋଟେ ଅଙ୍କ ଆକାରରେ ଆଙ୍କା। ଏଠି ଲେଖିବା ଲଙ୍କା। ହେଇଯିବ ଲଙ୍କା। ତାପରେ ଦେଖ ପିଲାମାନେ 4 ନମ୍ବର ପ୍ରଶ୍ନ। ପଢ଼ ଓ ଲେଖ। ପଢ଼ ଓ ଲେଖ। ଯାହା ଲେଖା ହେଇଛି ତାକୁ ପଢ଼ିବା। ଏଇ ବାକ୍ସରେ ଆମେ ଲେଖିବା। ଏ ଲେଖା ହେଇଛି ନାଲି ଶଙ୍ଖା। ଏ ବାକ୍ସ ଭିତରେ ଆମେ ନାଲି ଶଙ୍ଖା ବୋଲି ଲେଖିବା। ଏଠି ଧଳା ଶଙ୍ଖା ଲେଖା ହେଇଛି। ଏଠାରେ ଆମେ ଲେଖିବା ଧଳା ଶଙ୍ଖ। ଧଳା ଶଙ୍ଖ ଲେଖା ହେଇଛି। ଧଳା ଶଙ୍ଖ ଲେଖିବା। ଏଠି ବଙ୍କୁଲି ବାଡ଼ି ଲେଖା ହେଇଛି। ଏଠାରେ ଆମେ ଲେଖିବା ବଙ୍କୁଲି ବାଡ଼ି। ହାତ ପଙ୍ଖା। ଏଠାରେ ଆମେ ଲେଖିବା ହାତ ପଙ୍ଖା। ଏଠି ଲେଖା ହେଇଛି ଲାଉ ଡଙ୍କ। ଏଠାରେ ଆମେ ଲେଖିବା ଲାଉ ଡଙ୍କ। ଏଠି ଲେଖା ହେଇଛି କ'ଣ? ବଙ୍କା ଆଙ୍କୁଡ଼ି। ଲେଖିବା ଆମେ ବଙ୍କା ଆଙ୍କୁଡ଼ି। 5 ନମ୍ବର ପ୍ରଶ୍ନ। ତଳ ଥିବା ଅସଜଡ଼ା ଶବ୍ଦକୁ ସଜାଡ଼ି ଲେଖ ଓ ପଢ଼। ଦେଖ ପିଲାମାନେ, ଏଠାରେ କିଛି ବାକ୍ୟ ଲେଖା ହେଇଛି। କିଛି ପଦ ଲେଖା ହେଇଛି। ସେଟା ଓଲଟ ପାଲଟ କରି ଲେଖା ହେଇଛି। ତାକୁ ଆମେ ସଜାଇ ଲେଖିବା। ଏଠି ଲେଖା ହେଇଛି ଡଙ୍କମା। ଆମେ କ'ଣ ଲେଖିବା? ଏଠି ମାଙ୍କଡ଼ ଲେଖିବା। ଏଠି ଆମେ ମା ଅଙ୍କ ଡ ଲେଖିବା ମାଙ୍କଡ଼। ଏଠି ଲେଖା ହେଇଛି ଅଙ୍କଡ଼କା। ଏଠି ଲେଖିବା ଆମେ କାଙ୍କଡ଼। ଏଠି ଲେଖା ହେଇଛି ରିଙ୍ଖାସ। ଆମେ ଲେଖିବା ସଜେଇକି ଶଙ୍ଖାରି। 6 ନମ୍ବର ପ୍ରଶ୍ନ। ତଳ ସାରଣୀରେ ଥିବା ଅଙ୍କ ଯୁକ୍ତାକ୍ଷରକୁ ନେଇ ଶବ୍ଦ ଗଢ଼ ଓ ଲେଖ। ଏଠି ଲେଖା ହେଇଛି କାଙ୍କଡ଼। ଆଉ କ'ଣ କ'ଣ ହବ? ଆମେ ଏଠି ଲେଖିବା ମାଙ୍କଡ଼ ହବ, ଶଙ୍ଖାରି ହବ, ଅଙ୍କ ହବ। ଏଇଭଳି ବିଭିନ୍ନ ପ୍ରକାର ଶବ୍ଦ ଆମେ ନିଜେ ବାଛିକି ଲେଖିପାରିବା। ଏଇଠି ଲେଖା ହେଇଛି 7 ନମ୍ବର ଆସ ପଢ଼ିବା। ଆସ ପଢ଼ିବା। ଯାହା ଲେଖା ହେଇଛି ଆମେ ଦେଖି ଦେଖି ପଢ଼ିବା। କଙ୍କି। ପିଲାମାନେ ମୁଁ କହୁଛି କୁହ। କଙ୍କି, ଶଙ୍ଖା, କାଙ୍କ, ଶଙ୍ଖ, ବଙ୍କା, ପଙ୍ଖା, ଢିଙ୍କି, ପଙ୍କ, ତାପରେ ଶଙ୍ଖୁଆ, ଶଙ୍କର, ଶୃଙ୍ଖଳା, ପାଲିଙ୍କି, ଢାଙ୍କୁଣୀ, ପଙ୍କଜ, କଳଙ୍କ, ଶଙ୍କୁଡ଼ି। ଏଇଭଳି ଆମେ ଯାହା ଲେଖାଯାଇଛି ତାକୁ ଦେଖି ଦେଖି ପଢ଼ିବା। ମନେ ରହିଲା ପିଲାମାନେ? ଏବେ ଆମେ 8 ନମ୍ବର ପ୍ରଶ୍ନକୁ ଯିବା। ଆସ ଗାଇବା। ପାଣି ପିଉଥିବ ଛାଣି, ଟଙ୍କା ନେଉଥିବ ଗଣି। ପିଲାମାନେ, ଆମେ କ'ଣ ଜାଣିଛେ? ପାଣି ପିଇଲା ବେଳେ ଛାଣିକି ପିଇବା। କାହିଁକି ଛାଣିକି ପିଇବା? ସେଥିରେ କାଠି କୁଟା ସବୁ ଥିବ। ତେଣୁ ଆମେ ପାଣି ଭଲ କି କ'ଣ ଦେଖି ଆମେ ଛାଣିକି ପିଇବା। ତେଣୁ ପାଣି ପିଉଥିବ ଛାଣି, ଟଙ୍କା ନେଉଥିବ ଗଣି। ଖ ନମ୍ବର। ପଙ୍ଖା ତଳେ ବସି ଶଙ୍ଖି ବିଲେଇ। ପଙ୍ଖା ତଳେ ବସି ଶଙ୍ଖି ବିଲେଇ, ଶଙ୍ଖା ପାଛିଆକୁ ରହିଛି ଚାହିଁ। 9 ନମ୍ବର। ପଢ଼, ଆଲୋଚନା କରି ଉତ୍ତର ଲେଖ। ମାଙ୍କଡ଼ ତା ବାପାଙ୍କୁ କ'ଣ କହିଲା? ଆମେ ଜାଣିଛେ ପିଲାମାନେ, କବିତାରେ ପଢ଼ିଛେ। ମାଙ୍କଡ଼ ବାପାକୁ କ'ଣ କହିଲା? ମାଙ୍କଡ଼ କହିଲା, ବାପା ହେ, କାଙ୍କଡ଼ ଝୋଳ ଖାଇବାକୁ ମୋର ଭାରି ଇଚ୍ଛା ହୁଏ। ତେଣୁ ମୋ ପାଇଁ କାଙ୍କଡ଼ଟିଏ ଆଣିଦିଅ ଏବଂ ଜିରା ମସଲା ବାଟି ଝୋଳ କରିଦିଅ। ଚାଟି ଚାଟି କରି ଖାଇବି। ଏ କଥା ବାପାଙ୍କୁ କହିଲା। ଖ। ମାଙ୍କଡ଼ ବଜାର ଯାଇ କ'ଣ ଆଣିବ ବୋଲି କହିଲା? ମାଙ୍କଡ଼ ବଜାରକୁ ଯାଇ ଟଙ୍କା ଧରି ଲଙ୍କା ଆଉ କାଙ୍କଡ଼ କିଣି ଆଣିବ ବୋଲି ବାପାଙ୍କୁ କହିଲା।
ଗ ଅଝଟ ନ ହୋଇ କ'ଣ ଖାଇବାକୁ ମା କହିଲେ? ଅଝଟ ନ ହୋଇ କ'ଣ କରିବାକୁ ମା କହିଲେ? ଅଝଟ ନ ହୋଇ ମା କହିଲେ ତୁ ଯା ଶଙ୍ଖାଳି, ମୋର ଧନ ଶଙ୍ଖାଳି, ତୁ ଯା ଖେଳୁଥା, ପାଠ ପଢ଼ି ସାରି ଟିକେ ଖେଳିବାକୁ ଯା, ଆସିଲା ବେଳେ ମୁଁ ପନିପରିବା କିଣି ଆଣିଦେବି, ଆଉ କାଙ୍କଡ଼ ଝୋଳ ଖାଇବୁ। ଏକଥା ମା ତାର ପୁଅ ମାଙ୍କଡ଼କୁ କହିଲା। ଘ ନମ୍ବର, ପାଠ ପଢ଼ା ସହ ତୁମେ ଘରେ ଆଉ କେଉଁ ସବୁ କାମ କରିଥାଅ? ତମେ ଜାଣିଛ ପାଠ ପଢ଼ୁଛ, ପାଠ ପଢ଼ିଲା ସହିତ ଆଉ କି କାମ କରୁଛ? ସମୟ ପାଇଲେ ବାପାଙ୍କ କାମରେ ସହଯୋଗ କରୁଛ, ମାଙ୍କ କାମରେ, ରୋଷେଇ କାମରେ ସହଯୋଗ କରୁଛ, ଯଥା ପାଣି ଆଣିବାରେ, ଘର ଝାଡ଼ୁ କରିବାରେ, ବାସନ ଧୋଇବାରେ ସାହାଯ୍ୟ କରୁ। ତୁମ ମା ଘରେ କ'ଣ ସବୁ କାମ କରନ୍ତି? ମା ଆମ ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ରାନ୍ଧି ଦିଅନ୍ତି, ଆମକୁ ଖାଇବାକୁ ଦିଅନ୍ତି, ଆମର ପୋଷାକ ସଫା ସୁତୁରା କରନ୍ତି, ଘର ସଫା ସୁତୁରା କରନ୍ତି, ଆମ ସମସ୍ତଙ୍କର ଯତ୍ନ ନିଅନ୍ତି। ସମାନ ଧ୍ୱନି ଉଚ୍ଚାରଣ ହେଉଥିବା ଶବ୍ଦକୁ ଗାର ଟାଣି ଯୋଡ଼। ଦେଖ ପିଲାମାନେ, କାଙ୍କଡ଼, ତା ସହିତ କିଏ ସମାନ ହେବ? କାଙ୍କଡ଼ ସହିତ ମାଙ୍କଡ଼ ସମାନ ହେବ, ତେଣୁ ମାଙ୍କଡ଼ ସହିତ ଆମେ ଯୋଡ଼ିଦେବା। କଙ୍କି, ଏଠି ଡଙ୍କି ସହିତ ସମାନ ହେବ। ଶଙ୍ଖା, ପଙ୍ଖା। ଟଙ୍କା, ବଙ୍କା, ଟଙ୍କା ସହିତ ବଙ୍କା ଆମେ ଯୋଡ଼ିବା। ବୁଝିଗଲା ପିଲାମାନେ? ତାପରେ ପିଲାମାନେ ଦେଖ 11 ନମ୍ବର, ଚିତ୍ର ଦେଖ ଓ ଲେଖ। ତମେ এই ଚିତ୍ରକୁ ଦେଖିବ, ଲେଖିବ। ଚିତ୍ରରେ କ'ଣ ଦେଖୁଛ ପିଲାମାନେ? ଏଠି ମାଙ୍କଡ଼ଟି ଖବରକାଗଜ ପଢ଼ୁଛି। ଏଠାରେ ଲେଖିବ ମାଙ୍କଡ଼ଟିଏ ଚୌକି ଉପରେ ବସି ଖବରକାଗଜ ପଢ଼ୁଛି। ତା ତଳକୁ କ'ଣ ଦେଖୁଛ? ମାଙ୍କଡ଼ ରୋଷେଇ କରୁଛି। ମାଙ୍କଡ଼ଟି ରୋଷେଇ କରୁଛି, ଚୁଲିରେ ରୋଷେଇ କରୁଛି। ମାଙ୍କଡ଼ ଦୁହେଁ ଖେଳୁଛନ୍ତି, ଡେଉଁଛନ୍ତି। ମାଙ୍କଡ଼ମାନେ ଏକାଠି ହୋଇ ବସିଛନ୍ତି। ଆମେ ଚିତ୍ର ଦେଖି ଲେଖିପାରିବା। ଦେଖ ପିଲାମାନେ 11 ନମ୍ବର, ପହଳି ପଢ଼ି ଘରେ, ଖାଲି ଘରେ ଉତ୍ତର ଲେଖ। ଦେଖ ପିଲାମାନେ, ମିଠା କଥା କହି କରେ ଆଦର, ତା ପାଇଁ ଘର ସରଗପୁର, ଜନମ ତୁମର ଗରଭୁ ତାର, ପାଖରେ ଥିଲେ ସେ ନ ଲାଗେ ଡର। ଦେଖ ପିଲାମାନେ, କିଏ ମିଠା କଥା କହନ୍ତି, ଆଦର କରନ୍ତି, ଆମ ଘରେ ରହନ୍ତି, ଆମେ ତାଙ୍କ ଗର୍ଭରୁ ଜନ୍ମ ଲାଭ କରିଛେ, ପାଖରେ ଥିଲେ ଆମକୁ ଡର ଭୟ ଲାଗେ ନାହିଁ। ସେ କିଏ ଉତ୍ତର କହିବ ପିଲାମାନେ? ସେ ହେଉଛି ଆମ ମା। କ'ଣ ଲେଖିବା ଆମେ? ମା। ମା ଆମକୁ ସ୍ନେହ ଆଦର ଦିଅନ୍ତି, ମିଠା ମିଠା କଥା କହନ୍ତି, ଅଝଟ ହେଲେ ଆମକୁ ବୁଝାଇ ଦିଅନ୍ତି। ଆମେ ତାଙ୍କ ଗର୍ଭରୁ ଜନ୍ମ ଲାଭ କରିଛେ ଏବଂ ପାଖରେ ସେ ଥିଲେ ଆମକୁ ଡର ଭୟ କିଛି ଲାଗେ ନାହିଁ। ତେଣୁ ସେ ହେଉଛି ଆମର ମା, ଅତି ନିଜର ମା। ଦେଖ ପିଲାମାନେ, ଖ ନମ୍ବର ଲେଖା ହେଇଛି, ଆମରି ହସରେ ତାଙ୍କରି ଖୁସି, ପାଳନ୍ତି ଆମକୁ ସେ ହସି ହସି, ମୁଖିଆ ହୋଇ ସେ ଘର ଚଳାନ୍ତି, ସୁଖ ଦୁଃଖେ ମୁଖିଆ ହୋଇ ସେ ଘର ଚଳାନ୍ତି, ସୁଖେ ଦୁଃଖେ ଆମ ପାଖେ ଥାନ୍ତି। ସେ କିଏ? ଆମରି ହସରେ ତାଙ୍କରି ଖୁସି। ଆମେ ଯେତେବେଳେ ହସୁ ସେ ଖୁସି ହୁଅନ୍ତି, ପାଳନ୍ତି ଆମକୁ ହସି ହସି, ଅତି ଆଦରରେ ଆମକୁ ସ୍ନେହ ଦେଇ ପାଳନ କରନ୍ତି, ମୁଖିଆ ହୋଇ ସେ ଘର ଚଳାନ୍ତି, ସେ ମୁଖିଆ ହୋଇଥାନ୍ତି ଆଉ ଘର ଚଳାନ୍ତି, ସୁଖେ ଦୁଃଖେ ଆମ ପାଖେ ଥାନ୍ତି, ସୁଖରେ ଦୁଃଖରେ ଆମ ପାଖରେ ରହନ୍ତି। ସେ କିଏ? ସେ ହେଉଛନ୍ତି ଆମର ବାପା। ଲେଖିବା ଆମେ ବାପା। ପିଲାମାନେ ବୁଝିଗଲା? ବର୍ତ୍ତମାନ ଆମେ ତା ପର ନମ୍ବର 12 ନମ୍ବରକୁ ଯିବା।
ଖାଇଲେ କିପରି ଲାଗେ ଲେଖିବା। ତୁମେ ସବୁ ଖାଇଛ, ଯାହା ଖାଇଛ କିପରି ଲାଗେ ତାହାକୁ ଲେଖିବ। ଯେପରି ଲଙ୍କା ଖାଇଲେ କ'ଣ ଲାଗେ? ରାଗ ଲାଗେ। ଲଙ୍କା ଡ୍ୟାସ୍ ଲାଗେ, ଲଙ୍କା ରାଗ ଲାଗେ। କଇଁଆ ଡ୍ୟାସ୍ ଲାଗେ, କଇଁଆ ଆମକୁ ଖଟା ଲାଗେ। ଏଠି ଆମେ ଲେଖିବା ଖଟା। ରସଗୋଲା ଡ୍ୟାସ୍ ଲାଗେ। ରସଗୋଲା ଖାଇନ ପିଲାମାନେ? ମିଠା ଲାଗେ। ସମସ୍ତଙ୍କ ପ୍ରିୟ ମିଠା, ନାହିଁ କି? ହଁ। ଲୁଣ ଡ୍ୟାସ୍ ଲାଗେ। ଲୁଣ ଆମକୁ ଲୁଣିଆ ଲାଗେ। ଆମେ ସବୁ ଖାଇଛେ ହେଲା। ଲୁଣ ଲୁଣିଆ ଲାଗେ, ଆମେ ଲେଖିବା ଲୁଣିଆ। ତାପରେ ପିଲାମାନେ 13 ନମ୍ବର ପ୍ରଶ୍ନ, ତୁମ ରୋଷେଇ ଘରେ କ'ଣ ସବୁ ଜିନିଷ ଅଛି? ମା ବାପାଙ୍କୁ ପଚାରି ତାଲିକା କର। ଏହା ତୁମ ପାଇଁ କାମ। ରୋଷେଇ ଘରେ କ'ଣ କ'ଣ ସବୁ ଅଛି? ବାପା ମାଆଙ୍କୁ ପଚାରିବ, ରୋଷେଇ ଘରେ ଦେଖିବ, ତାକୁ ନିଜ ଖାତାରେ ଲେଖିବ। ମା ତୁମ ପାଇଁ ଯାହା ରୋଷେଇ କରନ୍ତି ଖାତାରେ ଲେଖ। ତୁମ ପାଇଁ ଯାହା ଯାହା ରୋଷେଇ କରନ୍ତି ଦେଖିବ, ମାଆଙ୍କ ସାଙ୍ଗରେ କଥା ହେବ, ଲେଖିବ। ଗୁରୁଙ୍କୁ ବିଷ୍ଣୁ ପ୍ରାୟ ମଣି, ସେବା କରିବ ମନ ଜାଣି। ପିଲାମାନେ, ଗୁରୁଙ୍କୁ ବିଷ୍ଣୁ ପ୍ରାୟ, ଭଗବାନ ଭରି ମଣିବ, ମନେ କରିବ, ସେବା କରିବ ମନ ପ୍ରାଣୀ। ଗୁରୁଜନଙ୍କୁ ସଦା ସର୍ବଦା ସେବା କରିବ, ତାଙ୍କୁ ସମ୍ମାନ ଦେବ। ତେଣୁ ପିତାମାତାଙ୍କ ସହଯୋଗରେ ଏସବୁ ଆବୃତ୍ତି କର। ଆମେ ଆଉ କିଛି କବିତା ଏଇଭଳି ପଢ଼ିବା। ଗୁରୁଜନଙ୍କୁ ସମ୍ମାନ ଦେବା, ତାଙ୍କ କଥା ମାନିବା। ପରିବାର, ଆମେ ଯାହା ପଢ଼ିଲେ ପରିବାର ବିଷୟରେ ପଢ଼ିଲେ, ପରିବାରରେ କିଏ କିଏ ରହନ୍ତି? ପରିବାରରେ ବାପା ମା ଭାଇ ଭଉଣୀ ଏସବୁ ରହନ୍ତି। ଜେଜେବାପା ଜେଜେମା ରହନ୍ତି। ଜେଜେବାପା ଜେଜେମା, ବଡ଼ ବାପା ଏସବୁ ଆମ ପରିବାର ରହନ୍ତି। ତେଣୁ ସେମାନେ ହେଉଛନ୍ତି ଆମର ଗୁରୁଜନ। ସେହି ଗୁରୁଜନଙ୍କୁ ଆମେ ଭକ୍ତି କରିବା, ଆମେ ତାଙ୍କୁ ସମ୍ମାନ ଦେବା। ପରିବାରରେ ଆମେ ହସ ଖୁସିରେ ରହିବା, ବଡ଼ ଲୋକଙ୍କର ସ୍ନେହ ଆଦର ପାଇବା, ସମ୍ମାନ ଦେବା, ବଡ଼ ଲୋକଙ୍କ କଥା ମାନିବା। ତାହେଲେ ଆମେ ଭଲ ମଣିଷଟିଏ ହୋଇପାରିବା। ପିଲାମାନେ, ଆଶା କରୁଛି এই ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଲାଇକ୍ କରିବେ ଏବଂ କମେଣ୍ଟ କରିବେ। ଯଦି ବହୁତ ଭଲ ଲାଗିଛି ତାହେଲେ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଏବଂ ଆଉ ଗୋଟେ କଥା କହୁଛି, ଯିଏ ଆମ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ଦୟାକରି ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ଘଣ୍ଟି ବଟନକୁ ଦବାଇ ଅଲ୍ ନୋଟିଫିକେସନକୁ ଅନ୍ କରିଦିଅନ୍ତୁ। କାରଣ ମୁଁ ପ୍ରତ୍ୟେକ ଦିନ କିଛି ନୂଆ ଭିଡ଼ିଓ ତୁମମାନଙ୍କ ପାଇଁ ଅପଲୋଡ଼ କରିବି। ତାହେଲେ ସର୍ବପ୍ରଥମେ ନୋଟିଫିକେସନ୍ ତୁମ ପାଖକୁ ଚାଲିଯିବ ଏବଂ ସେଇ ଭିଡ଼ିଓକୁ ଦେଖିବ। ଏଇଭଳି ଆମେ ବହୁତ ଆଗକୁ ମଜା କରିବା, ବହୁତ ପାଠ ଆଲୋଚନା କରିବା। ତେଣୁ ରହୁଛି, ଜୟ ଜଗନ୍ନାଥ। ହସରେ ଥାଆନ୍ତୁ ସମସ୍ତେ, ଖୁସିରେ ଥାଆନ୍ତୁ ସମସ୍ତେ। ରହୁଛି, ନମସ୍କାର।